ଆଜିଠାରୁ ଆମର ପୁରୁଣା ଯେଉଁ ଥିଲା ଆଇପିସି ସିଆରପିସି ଆଣ୍ଡ ଏଭିଡେନ୍ସ ଆକ୍ଟ ଯେଉଁଥିରେ କି ପୋଲିସ ଟୋଟାଲ ଆଇନ କାନୁନ ବ୍ୟବସ୍ଥାଟା ପର୍ଯ୍ୟବେସିତ ଥିଲା। ତ ଗତକାଲି ରାତି 12ଟା ଠାରୁ ଆମର ନୂତନ ଆଇନ କାନୁନ ବ୍ୟବସ୍ଥା ଲାଗିଲା। ସେଥିପାଇଁ ଆଜି ଗୋଟେ ଛୋଟିଆ ଆୱାରନେସ୍ କ୍ୟାମ୍ପ ପୋଲିସ ବରୀ ରାମଚନ୍ଦ୍ରପୁର ପୋଲିସ ଷ୍ଟେସନ କ୍ୟାମ୍ପସ୍ ଭିତରେ ହୋଇଥିଲା। ଏଥିରେ ସମସ୍ତ ବୁଦ୍ଧିଜୀବୀମାନଙ୍କୁ ଡକା ହୋଇଥିଲା ଏବଂ ସେମାନଙ୍କୁ ଏଇ ଯେଉଁ ନୂଆ ଇମ୍ପ୍ଲିମେଣ୍ଟେସନ୍ ହେଲା ଆଇନ କାନୁନ ବ୍ୟବସ୍ଥା ତ ତାର ଉପରେ ପର୍ଯ୍ୟାଲୋଚନା କରାଗଲା। ତ ସମସ୍ତଙ୍କୁ ନିବେଦନ ତ ଶାନ୍ତି ଶୃଙ୍ଖଳା ସଦାବେଳେ ରକ୍ଷା କରିବେ। ତ ଆମର ଯେଉଁ ବର୍ତ୍ତମାନ ଠାରୁ ଯେଉଁ ଯଦି କୌଣସି ଘଟଣା ଘଟିଲା ତାହେଲେ ଆମେ ନୂତନ ଆଇନ କାନୁନ ବ୍ୟବସ୍ଥା ଯେଉଁ ଆସିଛି ତାରି ଉପରେ ଆମର ଆକ୍ସନ୍ ନିଆଯିବ। କିଛି କିଛି ସେକ୍ସନ୍ ଦଣ୍ଡବିଧାନ କମିଛି ଏବଂ କିଛି ସେକ୍ସନ୍ର ଦଣ୍ଡବିଧାନ ବଢ଼ିଛି। ତ ଯେଉଁଟାକୁ ବର୍ତ୍ତମାନ ସାମୟିକ ପରିସ୍ଥିତିରେ ଯେଉଁଟାକୁ ଫିଲ୍ କରାହେଇଛି ଯେ ଆର ଦଣ୍ଡବିଧାନଟା ଅଧିକା ହେବା ଦରକାର, ସେଇଟା ଆମର ଯେଉଁ ଟିମ୍ ଫର୍ମେସନ୍ ହେଇଥିଲା ତ ସେଇଟା ବଢ଼ା ହେଇଛି ଏବଂ ଯେଉଁଟା ଚାହିଁଛନ୍ତି ଯେ ଏଇ କେସ୍ରେ ଦଣ୍ଡବିଧାନଟା ଟିକେ କମିବା ଦରକାର ସେଇଟା ବି ମଧ୍ୟ କୋହଳ କରାଯାଇଛି। ଓଭରଅଲି ଯାହା ବି ହେଇଛି ବର୍ତ୍ତମାନ ସମୟକୁ ନେଇକି ଏ ଠିକ୍ ଅଛି ବୋଲି ମୁଁ ଏତିକି କହିବି।